ଆଦର୍ଶ ରାଗିକି କହିବେ, ତମେମାନେ କେହି ବି ମୋତେ ଛୁଇଁବନି। ତମେମାନେ ସମସ୍ତେ ଧୋକାବାଜ। ଧୋକା ଦେଇଛ ମୋତେ, ଧୋକା ଦେଇଛ। ମିଛ କହିଛ ତମେମାନେ। ତମେମାନେ ସମସ୍ତେ ମୋତେ ମିଛ କହିଛ। ମୋ ଘର ଲୋକ ଏମିତିକି ମୋ ସ୍ତ୍ରୀ ମଧ୍ୟ ମୋ ବେକ କାଟି ଦେଇଛନ୍ତି। ତମେମାନେ ସମସ୍ତେ କେହି ବି ମୋତେ ଛୁଇଁବନି। କେହି ବି ଛୁଇଁବନି ମୋତେ। କେହି ବି ଛୁଇଁବନି। ତାପରେ ମାୟା ଆଉ ମମତା ଆଦର୍ଶ ପାଖକୁ ଯାଇ ଆଦର୍ଶକୁ ଧରୁଥିବେ। ଆଉ ଆଦର୍ଶ ଛଡ଼େଇ ହେଇ କହିବେ, ମୋ ପାଖକୁ କେହି ବି ଆସିବନି, କେହି ବି ଆସିବନି କହି ଟେବୁଲରେ ହାତ ପିଟିବେ। ତାପରେ ଗୌରବ ଆଉ ବିନୋଦ ଆଦର୍ଶକୁ ଆସି ଧରି ବିନୋଦ କହିବେ, ଆଦର୍ଶ ପ୍ଲିଜ୍ ଶାନ୍ତ ହ। ଏହାପରେ ଆଦର୍ଶ କହିବେ, ଶାନ୍ତ ହେବିନି, ହେବିନି ଶାନ୍ତ। ତାପରେ ଗୌରବ କହିବେ, ପ୍ଲିଜ୍ ଆଦର୍ଶ ଚୁପ୍ ହେଇଯା, ମୋ ଭାଇଟା ପରା, ଚୁପ୍ ହେଇଯା। ତାପରେ ଆଦର୍ଶ ଗୌରବକୁ ହକ୍ କରି କହିବେ, କାହିଁକି ଭାଇ, ତମେମାନେ ଏତେ ବଡ଼ କଥା ମୋତେ ଲୁଚେଇଲ? କାହିଁକି ଏତେ ବଡ଼ ଧୋକା ଦେଲ ମୋତେ? କାହିଁକି ଦେଲ? ତାପରେ ଆଦର୍ଶକୁ ବେଡ୍ରେ ବସେଇବେ। ତାପରେ ମାୟା କହିବେ, ଆଦର୍ଶ କ'ଣ ହେଇଛି ବାବା ତୋର? ତୁ କାହିଁକି ଏମିତି କହୁଛୁ? ଆମେ ତୋତେ କ'ଣ ମିଛ କହିଛୁ? କ'ଣ ତୋତେ ଧୋକା ଦେଇଛୁ? ତାପରେ ଆଦର୍ଶ କହିବେ, ବାସ୍ ମା, ନାଟକ ବନ୍ଦ କର। ମୁଁ ସବୁ ଜାଣି ସାରିଲିଣି, ସବୁ ଜାଣି ସାରିଲିଣି ମୁଁ। ତାପରେ ପଲ୍ଲବୀ ଲେଖିଥିବା ଚିଠି ଦେଇ କହିବେ, ନିଅ, ପଢ଼ ଏ ଚିଠି। ଏଥିରେ ପଲ୍ଲବୀ ସବୁ ଲେଖିଦେଇ ସାରିଛନ୍ତି। ସବୁ ଲେଖି ସାରିଛନ୍ତି ପଲ୍ଲବୀ। ନିଅ ପଢ଼ ମା। ତାପରେ ମାୟା ଚିଠି ନେଇ କହିବେ, ପଲ୍ଲବୀର ଚିଠି। ତାପରେ ଆଦର୍ଶ କହିବେ, କେମିତି ବଞ୍ଚିବି ମୁଁ? ମୋ ପଲ୍ଲବୀଙ୍କ ବିନା କେମିତି ବଞ୍ଚିବି ମୁଁ ମା? କେମିତି ମା? ଆଉ ଏପଟେ ରୂପସା ଲୁଚିକି ସବୁ ଶୁଣି କହିବେ, ତମକୁ ବଞ୍ଚିବାକୁ ପଡ଼ିବ ଆଦର୍ଶ। ଆଜି ପର୍ଯ୍ୟନ୍ତ ତମ ବିନା ଯେମିତି ମୁଁ ଛଟପଟ ହେଇ ବଞ୍ଚୁଛି, ଠିକ୍ ସେମିତି ସାରା ଜୀବନ ତମକୁ ପଲ୍ଲବୀ ବିନା ବଞ୍ଚିବାକୁ ପଡ଼ିବ। ସେଇଥିପାଇଁ ତ ଟଙ୍କା ଖର୍ଚ୍ଚ କରି ତମକୁ ମରଣ ମୁହଁରୁ ଫେରାଇ ଆଣିଛି ମୁଁ। ତାପରେ ଆଦର୍ଶ କହିବେ, ତମ ସମସ୍ତଙ୍କୁ ଏ ବିଷୟରେ ଜଣାଥିଲା ନା? ମୁଁ ପଚାରୁଛି ପରା, ମୋତେ କହୁନ କାହିଁକି? ତମ ସମସ୍ତଙ୍କୁ ଏ ବିଷୟରେ ଜଣାଥିଲା ନା? ତାପରେ ମାୟା କହିବେ, ହଁ ଜଣାଥିଲା, କିନ୍ତୁ ଆମ ପାଖରେ କୌଣସି ରାସ୍ତା ନଥିଲା ବାବା। ଏହାପରେ ଆଦର୍ଶ କହିବେ, ତା ବୋଲି ତମେମାନେ ସମସ୍ତେ ମିଶି ମୋ ପଲ୍ଲବୀକୁ ବଳି ପକାଇଦେଲ? ତାଙ୍କୁ ମୋ ଜୀବନରୁ ଅଲଗା କରିଦେଲ ତମେ? କାହିଁକି ମା? ସବୁ କଥାରେ ସବୁବେଳେ ପଲ୍ଲବୀ କାହିଁକି? ମୁଁ ପଚାରୁଛି, କାହିଁକି ମା? ତାପରେ ମମତା କହିବେ, ତୁ କ'ଣ ଭାବୁଛୁ ବାବା? ଆମେ ଏସବୁ ଯାହା ବି କରିଛୁ ଖୁସିରେ କରିଛୁ? ହାଁ, ଛାତିରେ ପଥର ରଖି ଆମେମାନେ ସମସ୍ତେ ରୂପସା କଥାରେ ରାଜି ହେବାକୁ ପଡ଼ିଲା। ତୁ କ'ଣ ଭାବୁଛୁ ପଲ୍ଲବୀ ଚାଲିଯିବା ଯୋଗୁଁ ତୋତେ ଏକା କଷ୍ଟ ହେଉଛି, ଆମମାନଙ୍କୁ ନୁହଁ? ହାଁ? ଏହାପରେ ଆଦର୍ଶ କହିବେ, ମୁଁ କିଛି ବି ଶୁଣିବାକୁ ଚାହୁଁନି ଖୁଡ଼ୀ, କିଛି ବି ଶୁଣିବାକୁ ଚାହୁଁନି। ପରିସ୍ଥିତି ସେତେବେଳେ କ'ଣ ଥିଲା କ'ଣ ନାହିଁ, ମୋତେ ସେ ବିଷୟରେ ଜାଣିବା କିଛି ବି ଦରକାର ନାହିଁ, କିଛି ବି ଜାଣିବା ଦରକାର ନାହିଁ। ମୁଁ କେବଳ ଏତିକି ଜାଣିବାକୁ ଚାହେଁ, ପଲ୍ଲବୀ ହେଉଛନ୍ତି ମୋ ଜୀବନ। ତାଙ୍କ ବିନା ମୁଁ ବଞ୍ଚିପାରିବିନି, କେବେ ବି ବଞ୍ଚିପାରିବିନି, କେବେ ବି ନୁହଁ। କାହିଁକି ବଞ୍ଚଉଥିଲ? କ'ଣ ସାରା ଜୀବନ ଏମିତି ମରି ମରି ବଞ୍ଚିବା ପାଇଁ? ସାରା ଜୀବନ? ହାଁ, ଏମିତି ମରି ମରି ବଞ୍ଚିବା ପାଇଁ? କେମିତି ବଞ୍ଚିବି ମୁଁ ସାରା ଜୀବନ? ମୁଁ ପଲ୍ଲବୀଙ୍କ ବିନା କେମିତି ବଞ୍ଚିବି? ହାଁ, କୁହ ମୋତେ, ମୋ ପଲ୍ଲବୀ କେଉଁଠି ଅଛନ୍ତି? ତ ଦର୍ଶକ ବନ୍ଧୁ, ଗୌରବ କ'ଣ ଆଦର୍ଶକୁ କହିଦେବେ କି ପଲ୍ଲବୀ କେଉଁଠି ଅଛନ୍ତି ବୋଲି? ଆମକୁ କମେଣ୍ଟ ମାଧ୍ୟମରେ ନିଶ୍ଚୟ ଜଣାନ୍ତୁ।